ସ୍ଥାନୀୟ ୟୁଜିଏମ୍ ଆଇଟି ସଭାଗୃହରେ ରାୟଗଡ଼ା ସାହିତ୍ୟ ମହୋତ୍ସବ 23 ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ଅଧ୍ୟକ୍ଷ ତଥା କବି ଡକ୍ଟର ଦୁଷ୍ମତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଡକ୍ଟର ଗୌରହରି ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡିଏର ମୁଖ୍ୟ ଅର୍ଥ ପ୍ରବନ୍ଧକ ଲାବଣ୍ୟ ଶବର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଯୋଗ ଦେଇଥିବା ବେଳେ ଅନୁବାଦ କବି ଆଶୁତୋଷ ପାତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବର ସମ୍ପାଦକ କବି ସୁଶାନ୍ତ କୁମାର ନାୟକ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କୁ ପ୍ରଥମ ରାୟଗଡ଼ା ସାହିତ୍ୟ ସମ୍ମାନରେ 23ରେ ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସ୍ମରଣିକା ଶବ୍ଦ ରାଗ ଉନ୍ମୋଚିତ ହୋଇଥିଲା। କବି ବିପିନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଳ୍ପ ଅଧିବେଶନରେ ଅତିଥି ଭାବେ ଗାଳ୍ପିକ ରବି ପଣ୍ଡା ସଦାନନ୍ଦ ତ୍ରିପାଠୀ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ କୀର୍ତ୍ତିଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। କବିତା ପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ପରିଷଦ ସଦସ୍ୟ ଡକ୍ଟର ପ୍ରୀତିଧାରା ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ରବି ଶତପଥୀ ଯୋଗ ଦେଇଥିଲେ। ମହୋତ୍ସବର କୋଷାଧ୍ୟକ୍ଷ କବି ରବି ଶତପଥୀ, କବି ଜୟଦେବ ସିଠ, କବି ରାଜଲକ୍ଷ୍ମୀ ଦେବୀ, ଗୋଲୋକ ଦଳେଇ, ନୀଳମଣି ପାଟଯୋଶୀ, କବି ହୃଷିକେଶ ଜାଲି, ସୂର୍ଯ୍ୟନାରାୟଣ ପଣ୍ଡା, ଅହଲ୍ୟା ମହାରାଣା, ଶିବସୁନ୍ଦର ଦାସ, ସସ୍ମିତା ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କବି କବିତା ପାଠ କରିଥିଲେ। ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର କିଭଳି ଭାବେ ସମୃଦ୍ଧ ହେବ ତାହାକୁ ଆମେ ଆଗକୁ ରଖି ଏହି ମହୋତ୍ସବ ଆୟୋଜନ କରିଛୁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୁକ୍କାୟିତ ପ୍ରତିଭା ଅଛନ୍ତି ସେମାନଙ୍କୁ ଲୋକଲୋଚନକୁ ଆଣିବା, ତା ସହିତ ଯେଉଁ ଯୁବ ସାହିତ୍ୟିକ ଏବଂ ଛାତ୍ରବନ୍ଧୁମାନେ ଅଛନ୍ତି ସେମାନେ କେମିତି ସାହିତ୍ୟ ମନସ୍କ ହେବେ ଏବଂ ସେମାନେ କେମିତି ସାହିତ୍ୟକୁ ଆଗକୁ ବଢ଼ାଇ ରାୟଗଡ଼ ଜିଲ୍ଲାର ଗର୍ବ ଗୌରବକୁ ରାଜ୍ୟସ୍ତରରେ ପ୍ରତିପାଦନ କରିବେ, ସେଥିପାଇଁ ଏହି ମହୋତ୍ସବର ଆୟୋଜନ। ଅତୀତରେ ଯେହେତୁ ଆମେ ପୋଏଟ୍ରି ଫେଷ୍ଟିଭାଲ କରୁଥିଲୁ ତାକୁ ପୁନର୍ଜୀବିତ କରିବା ପାଇଁ ରାୟଗଡ଼ା ସାହିତ୍ୟ ମହୋତ୍ସବର ପରିକଳ୍ପନା କରାଯାଇଛି। ଏହାର ଦ୍ୱିତୀୟ ଲକ୍ଷ୍ୟ ହେଲା ଯେ ଆମର ଯେଉଁ ଲେଖକ ଲେଖିକା ବା ସାହିତ୍ୟ ସାଧକମାନେ ଅଛନ୍ତି ତାଙ୍କୁ ପ୍ରେରଣା ଯୋଗାଇବା ପାଇଁ କିଛି ଉଚ୍ଚ କୋଟିର ସାହିତ୍ୟିକମାନଙ୍କୁ ଆଣି ତାଙ୍କ ପାଖରେ ପହଞ୍ଚାଇ ତାଙ୍କର ବ୍ୟକ୍ତିତ୍ୱର ବିକାଶ ପାଇଁ ତାଙ୍କର ଲେଖନୀର ବିକାଶ ପାଇଁ ସହଯୋଗ ଯୋଗାଇ ଦେବେ। ଓଡ଼ିଆ ଲିଟରେଚର ମାଷ୍ଟର। So I think this sort of literature festival is given importance and all the stakeholders of society, whether the government or the NGOs or the corporate houses, they should also come forward. ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।